ଆଗେ ଦାଦନ ପରେ ପାଠ। ବଲାଙ୍ଗୀରରୁ ଆସିଲା ଭୟାନକ ଚିତ୍ର। ପରୀକ୍ଷା ଦେବା ପାଇଁ ଫର୍ମ ଭରିଲେ ହେଲେ ପରୀକ୍ଷା ଦେଲେ ନାହିଁ। ବଲାଙ୍ଗୀର ଜିଲ୍ଲାର 371 ସ୍କୁଲର ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ମୋଟ 23,491 ଫର୍ମ ଭରିଥିଲେ। ହେଲେ ପରୀକ୍ଷା ଦେଲେ 22,782 ପରୀକ୍ଷାର୍ଥୀ। ଛାତ୍ରଛାତ୍ରୀଙ୍କ ପାଇଁ ମୋଟ 168ଟି ପରୀକ୍ଷା କେନ୍ଦ୍ର ମଧ୍ୟ କରାଯାଇଛି। ହେଲେ ରୋଚକ କଥା ହେଉଛି, କାହିଁକି ପରୀକ୍ଷା ଦେଲେ ନାହିଁ ଅନୁପସ୍ଥିତ ରହିଥିବା 709 ଜଣ ଛାତ୍ରଛାତ୍ରୀ? ଆପଣ କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀ ଓଡ଼ିଶାରେ ହିଁ ନାହାନ୍ତି। ସେମାନେ ଯାଇଛନ୍ତି ଦାଦନ ଖଟିବା ପାଇଁ। ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସମ୍ପୂର୍ଣ୍ଣ ସତ। ଆମକୁ ମିଳିଥିବା ସୂଚନା ଅନୁସାରେ ଅନୁପସ୍ଥିତ ଛାତ୍ରଛାତ୍ରୀ ନିଜ ପରିବାର ଲୋକଙ୍କ ସହିତ ବାହାର ରାଜ୍ୟକୁ ଇଟା ଗଢ଼ିବା ପାଇଁ ଯାଇଛନ୍ତି। ଭଲ ଭାବରେ ଦେଖନ୍ତୁ ଏହି ଚିତ୍ରକୁ। ଯେଉଁଠି ଘର ଆଗରେ ତାଲା ଝୁଲୁଛି ତ ଆଉ କେଉଁଠି ଘର ଜଗିଛନ୍ତି ବୟସ୍କ ଲୋକ। କାହିଁକି ନା ଅନ୍ୟମାନେ ଯାଇଛନ୍ତି ଦାଦନ ଖଟିବା ପାଇଁ। ଏହା ସହିତ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର ମଧ୍ୟ ପଦାରେ ପଡ଼ିଛି। ପ୍ରତ୍ୟେକ ବର୍ଷ ଓଡ଼ିଶାରେ ଡ୍ରପ୍ ଆଉଟ୍ ସଂଖ୍ୟା ବଢ଼ିବାରେ ଲାଗିଛି। ସରକାରୀ ଯୋଜନା ପିଲାଙ୍କୁ ସ୍କୁଲକୁ ଆକୃଷ୍ଟ କରିପାରୁନାହିଁ। ସରକାରଙ୍କ ମାଳ ମାଳ ଯୋଜନା ଆଗରେ ଫିକା ପଡ଼ୁଛି ପେଟର ଭୋକ। କେବଳ ବଲାଙ୍ଗୀର ନୁହେଁ, ରାଜ୍ୟର ଅନେକ ଜିଲ୍ଲାର ଅବସ୍ଥା ପ୍ରାୟ କିଛି ଏଇଭଳି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦେଖନ୍ତୁ ଏକ୍ଜାକ୍ଟ ମାନେ ଆମର ନମ୍ବର ତ ମୁଁ କହିପାରିବି ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଆମର ଯାହା ଯେଉଁ ସେକେଣ୍ଡ ଡେର ଯେଉଁ ଇନଫର୍ମେସନ୍ ଥିଲା 701 ପିଲା ଆବସେଣ୍ଟ ଥିଲେ ଏବଂ ଆମର ପାଖାପାଖି 23,000 ପିଲା ପରୀକ୍ଷା ଦେଇଥିଲେ। ପରୀକ୍ଷା ଦେବା ପାଇଁ ଫର୍ମ ଫିଲ୍ଅପ୍ ଥିଲା, ସେଥିରୁ 701 ପିଲା ଆବସେଣ୍ଟ ଅଛନ୍ତି। ଏବଂ ଆଜି ଥାର୍ଡ଼ ପେପର୍ ଥିଲା। ତ ପରୀକ୍ଷା ତ ଠିକ୍ ହିସାବରେ ଚାଲିଛି, କିନ୍ତୁ ପିଲା ଯେଉଁ ଆବସେଣ୍ଟ ହେଉଛନ୍ତି ସେଇଟା ଆମର ଯେଉଁ ତୁରେକେଲା ରହୁଛି, କପରାଖୋଲ, ବେଲପଡ଼ା, ପାଟନାଗଡ଼ ଏହି ବ୍ଲକ୍ ମାନଙ୍କରେ ଟିକେ ଅଧିକ ପିଲା ଆବସେଣ୍ଟ ରହୁଛନ୍ତି। ଆଉ ଆମର ଯେହେତୁ 370ଟି ହାଇସ୍କୁଲ, ତ 370 ହାଇସ୍କୁଲର ଆମର 168 ଏକ୍ଜାମିନେସନ୍ ସେଣ୍ଟର ହେଇଛି। ତ ଆବସେଣ୍ଟକୁ ଯଦି ଦେଖିବା ତାହେଲେ ଗୋଟେ ଗୋଟେ ସ୍କୁଲରେ ଯଦି ବି ଆମର ଆବସେଣ୍ଟ ରହିବେ 370 ହେବେ ଏବଂ ଜଣେ ଦୁଇ ଜଣ ଲେଖା ରହିବେ 700 କ୍ରସ୍ କରିଯିବ। କିନ୍ତୁ ଏ ଯେଉଁ 3ଟି 4ଟି ବ୍ଲକରେ ଯେଉଁ ଏକ୍ସେସ୍ ରହୁଛନ୍ତି ତାର ଆମେ ଅନୁସନ୍ଧାନ କରିଛୁ, ଇନକ୍ୱାରି ଚାଲିଛି ଏବଂ ଚେଷ୍ଟା ଚାଲିଛି ଯେ ସେ ପିଲାମାନେ କେମିତି, ଯେହେତୁ ଫର୍ମ ଫିଲ୍ଅପ୍ ହେଇଥିଲା, ଆଟେଣ୍ଡ ହେବା କଥା ହେଇପାରିନାହାନ୍ତି, ତାଙ୍କ ପାଇଁ ଆଉ ଯେଉଁ ସ୍କୋପ୍ ଅଛି ସପ୍ଲିମେଣ୍ଟାରୀରେ ସେମାନଙ୍କୁ ଆମେ ପୁରା ଟାର୍ଗେଟ୍ କରିବୁ। ସେମାନେ ଏବେ କେଉଁଠି ଅଛନ୍ତି, କ'ଣ କରୁଛନ୍ତି, କାହିଁକି ଆସିନାହାନ୍ତି, ତାର ଡିଟେଲ୍ସ ଜାଣିଲା ପରେ ସପ୍ଲିମେଣ୍ଟାରୀ ପାଇଁ ତାଙ୍କୁ ଟାର୍ଗେଟ୍ କରାଯିବ। ବଲାଙ୍ଗୀର ଜିଲ୍ଲା ହେଉଛି ଗୋଟେ ଦାଦନ ପ୍ରବଳ ଅଞ୍ଚଳ, ଏଠିକାର ଗୋଟେ ଦାଦନ ଯାଇଥିବେ ସେମାନେ କିଛି? ସେମିତି ମାନେ ବର୍ତ୍ତମାନ 700 ପିଲା କେବେ ଦାଦନ ଯାଇନଥିବେ। ବିଭିନ୍ନ କାରଣ ରହୁଛି, ପିଲାମାନେ ଆସନ୍ତି ନାହିଁ। ଗତକାଲି ଯାହା ମୁଁ ମାନେ ବିଓମାନଙ୍କ ସହିତ କଥା ହେଉଥିଲି, ପିଲାମାନେ ଅଛନ୍ତି କିନ୍ତୁ ସେମାନେ ଆସୁନାହାନ୍ତି, ମା ବାପା ଇଣ୍ଟରେଷ୍ଟ ହେଉନାହାନ୍ତି। ତେଣୁ 700 ପିଲା ଦାଦନ କେବେ ଯିବେ ନାହିଁ କି ଯାଇନାହାନ୍ତି। ଅଛନ୍ତି ପିଲା ହାର୍ଲି ଏ 3ଟି କିମ୍ବା 4ଟି ଆମର 2-4ଟା ହାଇସ୍କୁଲ ଯେଉଁ ରହୁଛି ସେଇଠି ଯେଉଁ 8ଟା 10ଟା ଲେଖାଏଁ ପିଲା ଯେଉଁ ଆବସେଣ୍ଟ ରହିଛନ୍ତି ସେଇ ସ୍କୁଲର, ତ ସେଇଠି କ'ଣ ହେଇଥାଏ ପରେ ଯେଉଁଟାକି ଆମର ହେଡ଼ମାଷ୍ଟର ମାନେ ନିଜେ ପର୍ସନାଲି ନିଜ ଘରକୁ ଯାଇଛନ୍ତି ମଧ୍ୟ ଚେଷ୍ଟା ବି କରାହେଇଛି। ପିଲାଙ୍କର ଫର୍ମ ଫିଲ୍ଅପ୍ କରାହେଉଛି, ଯେହେତୁ SC/ST ପିଲାମାନଙ୍କୁ ଫ୍ରି ଅଫ୍ କଷ୍ଟରେ ଫର୍ମ ଫିଲ୍ଅପ୍ କରିଦିଆହେଉଛି। ତେଣୁ ଚେଷ୍ଟା କରୁଛି ପିଲାଙ୍କୁ କେମିତି ସ୍କୁଲରେ ରଖାଯାଇପାରିବ, ଫର୍ମ ଫିଲ୍ଅପ୍ କରାଯାଏ, ସବୁ ପ୍ରକାର ସୁବିଧା ଦିଆଯାଉଛି। ତାପରେ ଏକ୍ଜାମିନେସନ୍ ଟାଇମ୍ରେ କାହିଁକି ପିଲା ଆବସେଣ୍ଟ ହେଉଛନ୍ତି ସେଇଟା ଆମେ ଦେଖୁଛୁ। ଦାଦନ ମୁକ୍ତ ଓଡ଼ିଶାର ନାରା ଦେଉଥିବା ବିଜେପି ସରକାର ଏପର୍ଯ୍ୟନ୍ତ ସେଭଳି କିଛି ପଦକ୍ଷେପ ଗ୍ରହଣ କରିନାହାନ୍ତି। ତାହେଲେ କେମିତି ପିଲାକୁ ସ୍କୁଲକୁ ଫେରାଇ ଆଣିପାରିବେ, ତାହା ସବୁଠାରୁ ବଡ଼ ପ୍ରଶ୍ନ। ବ୍ୟୁରୋ ରିପୋର୍ଟ, ଜନବାର୍ତ୍ତା।